ଓମ୍ ଶାନ୍ତି। 1 ଜୁଲାଇ 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମ ବୁଦ୍ଧିରେ ଏବେ ସମ୍ପୂର୍ଣ୍ଣ ଜ୍ଞାନର ସାରାଂଶ ରହିଛି। ସେଥିପାଇଁ ତୁମକୁ ଚିତ୍ର ଆଦିର ମଧ୍ୟ ଆବଶ୍ୟକତା ନାହିଁ। ତୁମେ ବାବାଙ୍କୁ ମନେ ପକାଅ ଏବଂ ଅନ୍ୟମାନଙ୍କୁ ସ୍ମରଣ କରାଇ ଦିଅ। ତୁମ ବୁଦ୍ଧିରେ ଏବେ ସମ୍ପୂର୍ଣ୍ଣ ଜ୍ଞାନର ସାରାଂଶ ରହିଛି। ସେଥିପାଇଁ ତୁମକୁ ଚିତ୍ର ଆଦିର ମଧ୍ୟ ଆବଶ୍ୟକତା ନାହିଁ। ତୁମେ ବାବାଙ୍କୁ ମନେ ପକାଅ ଏବଂ ଅନ୍ୟମାନଙ୍କୁ ସ୍ମରଣ କରାଇ ଦିଅ। ପ୍ରଶ୍ନ: ଶେଷ ସମୟରେ ତୁମମାନଙ୍କ ବୁଦ୍ଧିରେ କେଉଁ ଜ୍ଞାନ ରହିଥିବ? ଶେଷ ସମୟରେ ତୁମମାନଙ୍କ ବୁଦ୍ଧିରେ କେଉଁ ଜ୍ଞାନ ରହିଥିବ? ଉତ୍ତର: ସେ ସମୟରେ ତୁମ ବୁଦ୍ଧିରେ ରହିବ ଯେ ଏବେ ଆମେ ଘରକୁ ଫେରି ଯାଉଛୁ। ପୁଣି ସେଠାରୁ ସୃଷ୍ଟି ଚକ୍ରରେ ଅଭିନୟ କରିବାକୁ ଆସିବୁ। ଧୀରେ ଧୀରେ ସିଢ଼ିରେ ତଳକୁ ଖସିବୁ। ବାବା ପୁଣି ଆମକୁ ଉପରକୁ ଉଠାଇବା ପାଇଁ ଆସିବେ। ଏବେ ତୁମେ ଜାଣୁଛ ଯେ ପ୍ରଥମେ ଆମେ ସୂର୍ଯ୍ୟବଂଶୀ ଥିଲୁ, ପୁଣି ଚନ୍ଦ୍ରବଂଶୀ ହେଲୁ। ଏଥିରେ ଚିତ୍ର ଆଦିର କୌଣସି ଆବଶ୍ୟକତା ନାହିଁ। ଓମ୍ ଶାନ୍ତି। ପିଲାମାନେ, ଆତ୍ମ ଅଭିମାନୀ ହୋଇ ବସିଛ। 84 ଜନ୍ମର ଚକ୍ର ବୁଦ୍ଧିରେ ଅଛି, ଅର୍ଥାତ ନିଜର ଭିନ୍ନ ଭିନ୍ନ ଜନ୍ମର ଜ୍ଞାନ ରହିଛି। ବିରାଟ ରୂପର ଚିତ୍ର ମଧ୍ୟ ଅଛି ନା? ଏହାର ଜ୍ଞାନ ମଧ୍ୟ ପିଲାମାନଙ୍କ ଭିତରେ ଅଛି ଯେ କିପରି ଆମେ 84 ଜନ୍ମ ନେଉଛୁ। ବ୍ରହ୍ମଲୋକରୁ ପ୍ରଥମେ ଦେବୀ ଦେବତା ଧର୍ମରେ ଆସିଥାଉ। ଏହି ଜ୍ଞାନ ବୁଦ୍ଧିରେ ରହିଛି। ଏଥିରେ ଚିତ୍ର ଆଦିର କୌଣସି ଦରକାର ନାହିଁ। ଆମକୁ କୌଣସି ଚିତ୍ର ଆଦିକୁ ସ୍ମରଣ କରିବାର ଆବଶ୍ୟକତା ନାହିଁ। ଶେଷ ସମୟରେ କେବଳ ଏହା ହିଁ ସ୍ମୃତି ରହିବ ଯେ ମୁଁ ଆତ୍ମା ଅଟେ, ବ୍ରହ୍ମଲୋକ ନିବାସୀ। ଏଠାରେ ଆମର ଅଭିନୟ ଚାଲିଛି। ଏକଥା ଭୁଲିଯିବା ଉଚିତ ନୁହେଁ। ଏହା ମନୁଷ୍ୟ ସୃଷ୍ଟି ଚକ୍ରର ହିଁ କଥା ଏବଂ ବହୁତ ସରଳ କଥା। ଏଥିରେ ଚିତ୍ର ଆଦିର ବିଲକୁଲ ଆବଶ୍ୟକତା ନାହିଁ। କାହିଁକି ନା ଏହି ଚିତ୍ର ଆଦି ସବୁ ଭକ୍ତି ମାର୍ଗର ବସ୍ତୁ ଅଟେ। ଜ୍ଞାନ ମାର୍ଗରେ ତ ପାଠପଢ଼ା ରହିଛି। ପାଠପଢ଼ାରେ ଚିତ୍ର ଆଦିର ଦରକାର ନାହିଁ। ଏହି ଚିତ୍ରକୁ କେବଳ ସଂଶୋଧନ କରାଯାଇଛି। ଯେପରି ସେମାନେ କହିଥାନ୍ତି ଯେ ଗୀତାର ଭଗବାନ ହେଉଛନ୍ତି ଶ୍ରୀକୃଷ୍ଣ, ଆମେ କହୁଛୁ ଶିବ ଅଟନ୍ତି। ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା ଅଟେ। ବୁଦ୍ଧିରେ ଏହି ଜ୍ଞାନ ରହିଛି ଯେ ମୁଁ 84 ଜନ୍ମର ଚକ୍ର ଲଗାଇଛି। ଏବେ ଆମକୁ ପବିତ୍ର ହେବାର ଅଛି। ପବିତ୍ର ହୋଇ ପୁଣି ନୂଆ କରି ଆରମ୍ଭ କରିବୁ। ଏହି ସାରାଂଶକୁ ବୁଦ୍ଧିରେ ରଖିବାକୁ ହେବ। ଯେପରି ବାବାଙ୍କ ବୁଦ୍ଧିରେ ଅଛି ଯେ ବିଶ୍ୱର ଇତିହାସ ଭୂଗୋଳ କିମ୍ବା 84 ଜନ୍ମର ଚକ୍ର କିପରି ଘୁରୁଥାଏ, ସେହିପରି ତୁମର ବୁଦ୍ଧିରେ ଅଛି ଯେ ପ୍ରଥମେ ଆମେ ସୂର୍ଯ୍ୟବଂଶୀ, ପୁଣି ଚନ୍ଦ୍ରବଂଶୀ ହେଉଛୁ। ଚିତ୍ର ଆଦିର ଦରକାର ନାହିଁ। କେବଳ ମନୁଷ୍ୟମାନଙ୍କୁ ବୁଝାଇବା ପାଇଁ ଏହା ତିଆରି କରାଯାଇଛି। ଜ୍ଞାନ ମାର୍ଗରେ ତ ବାବା କେବଳ କହୁଛନ୍ତି ମନ୍ମନା ଭବ। ଯେପରି ଏହି ଚତୁର୍ଭୁଜର ଚିତ୍ର, ରାବଣର ଚିତ୍ର, ଏସବୁ ବୁଝାଇବା ପାଇଁ ଦେଖାଇବାକୁ ପଡ଼ିଥାଏ। ତୁମ ବୁଦ୍ଧିରେ ତ ଯଥାର୍ଥ ଜ୍ଞାନ ରହିଛି। ତୁମେ ବିନା ଚିତ୍ରରେ ମଧ୍ୟ ବୁଝାଇ ପାରିବ। ତୁମର ବୁଦ୍ଧିରେ 84 ଜନ୍ମର ଚକ୍ର ରହିଛି। ଚିତ୍ର ଦ୍ୱାରା ବୁଝାଇବା ସହଜ ହେଉଛି, ନଚେତ ଏହାର ଦରକାର ନାହିଁ। ବୁଦ୍ଧିରେ ଅଛି ଯେ ପ୍ରଥମେ ଆମେ ସୂର୍ଯ୍ୟବଂଶୀ କୂଳର ଥିଲୁ, ପୁଣି ଚନ୍ଦ୍ରବଂଶୀ କୂଳର ହେଲୁ। ସେଠାରେ ବହୁତ ସୁଖ ଅଛି, ଯାହାକୁ ସ୍ୱର୍ଗ କୁହାଯାଉଛି। ଏହି କଥା ଚିତ୍ର ଦ୍ୱାରା ବୁଝାଇଥାନ୍ତି। ଅନ୍ତିମ ସମୟରେ ତ ବୁଦ୍ଧିରେ ଏହି ଜ୍ଞାନ ରହିବ। ଏବେ ଆମେ ଘରକୁ ଯାଉଛୁ, ପୁଣି ଆସି ଚକ୍ର ଲଗାଇବୁ। ସିଡ଼ି ଉପରେ ବୁଝାଯାଉଛି, ଯାହାଦ୍ୱାରା ମନୁଷ୍ୟମାନଙ୍କୁ ବୁଝିଯିବା ସହଜ ହୋଇଯିବ। ତୁମ ବୁଦ୍ଧିରେ ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ରହିଛି ଯେ କିପରି ଆମେ ସିଡ଼ିରୁ ତଳକୁ ଖସୁଛୁ। ପୁଣି ବାବା
ଆରୋହଣ କଳାକୁ ନେଇଯାଉଛନ୍ତି। ବାବା କହୁଛନ୍ତି, ମୁଁ ତୁମକୁ ଏହି ଚିତ୍ରଗୁଡ଼ିକର ସାରାଂଶ ବୁଝାଉଛି। ଯେପରି ସୃଷ୍ଟିଚକ୍ର ରହିଛି, ତେବେ ତା ଉପରେ ମଧ୍ୟ ବୁଝାଇ ପାରିବ ଯେ ଏହା 5000 ବର୍ଷର ଚକ୍ର ଅଟେ। ଯଦି ଲକ୍ଷ ଲକ୍ଷ ବର୍ଷ ହୋଇଥାନ୍ତା, ତେବେ ସଂଖ୍ୟା କେତେ ବଢ଼ିଯାଇଥାନ୍ତା। ଖ୍ରୀଷ୍ଟିଆନମାନଙ୍କର 2000 ବର୍ଷ ଦେଖାଇଛନ୍ତି। ଏଥିରେ କେତେ ମନୁଷ୍ୟ ହୋଇଯାଉଛନ୍ତି? 5000 ବର୍ଷରେ କେତେ ମନୁଷ୍ୟ ହେଉଛନ୍ତି? ଏହିସବୁ ହିସାବ ତୁମେ ବତାଉଛ। ସତ୍ୟ ଯୁଗରେ ପବିତ୍ରତା ଥିବା କାରଣରୁ କମ ମନୁଷ୍ୟ ହୋଇଥାନ୍ତି। ଏବେ ତ କେତେ ଢେର ମନୁଷ୍ୟ ରହିଛନ୍ତି। ଲକ୍ଷ ଲକ୍ଷ ବର୍ଷର ଆୟୁ ହେବ ତ ସଂଖ୍ୟା ମଧ୍ୟ ଅଗଣିତ ହୋଇଯିବ। ଖ୍ରୀଷ୍ଟିଆନମାନଙ୍କ ସହ ତୁଳନା କରି ଜନଗଣନାର ହିସାବ ତ ବାହାର କରିଥାନ୍ତି ନା। ହିନ୍ଦୁମାନଙ୍କର ଜନସଂଖ୍ୟା କମ ଦେଖାଇଛନ୍ତି। ଖ୍ରୀଷ୍ଟିଆନ ବହୁତ ହୋଇଯାଇଛନ୍ତି। ଯେଉଁମାନେ ଭଲ ବୁଦ୍ଧିମାନ ଅଟନ୍ତି, ସେ ବିନା ଚିତ୍ରରେ ମଧ୍ୟ ବୁଝାଇ ପାରିବେ। ବିଚାର କର, ଏହି ସମୟରେ କେତେ ଅଧିକ ମନୁଷ୍ୟ ଅଛନ୍ତି? ନୂଆ ଦୁନିଆରେ କେତେ କମ ମନୁଷ୍ୟ ହେବେ। ଏବେ ତ ପୁରୁଣା ଦୁନିଆ, ଯେଉଁଠାରେ ଏତେ ମନୁଷ୍ୟ ଅଛନ୍ତି। ପୁଣି ନୂଆ ଦୁନିଆର କିପରି ସ୍ଥାପନା ହୋଇଥାଏ? କିଏ ସ୍ଥାପନ କରିଥାନ୍ତି? ଏକଥା ବାବା ହିଁ ବୁଝାଉଛନ୍ତି। ସେ ହିଁ ଜ୍ଞାନର ସାଗର ଅଟନ୍ତି। ତୁମମାନଙ୍କୁ କେବଳ 84 ଜନ୍ମର ଚକ୍ରକୁ ହିଁ ବୁଦ୍ଧିରେ ରଖିବାକୁ ହେବ। ଏବେ ଆମେ ନର୍କରୁ ସ୍ୱର୍ଗକୁ ଯାଉଛୁ। ତେଣୁ ଅନ୍ତର ମନରେ ଖୁସି ରହିବ ନା? ସତ୍ୟ ଯୁଗରେ ଦୁଃଖର କିଛି କଥା ରହିବ ନାହିଁ। ଏଭଳି କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ, ଯାହାର ପ୍ରାପ୍ତି ପାଇଁ ପୁରୁଷାର୍ଥ କରିବ। ଏଠାରେ ପୁରୁଷାର୍ଥ କରିବାକୁ ପଡ଼ିଥାଏ। ଏହି ମେସିନ ଦରକାର, ଅମୁକ ଦରକାର। ସେଠାରେ ତ ସବୁ ସୁଖ ପରିପୂର୍ଣ୍ଣ ହୋଇ ରହିଥାଏ। ଯେପରି ମହାରାଜାମାନଙ୍କ ପାଖରେ ସବୁ ସୁଖ ମହଜୁଦ ଥାଏ, ଗରିବଙ୍କ ପାଖରେ ତ ସବୁ ସୁଖ ଉପଲବ୍ଧ ନଥାଏ। ପରନ୍ତୁ ଏହା ତ ହେଲା କଳିଯୁଗ, ତେଣୁ ବେମାରୀ ଆଦି ସବୁ କିଛି ରହିବ। ଏବେ ତୁମେ ନୂଆ ଦୁନିଆକୁ ଯିବା ପାଇଁ ପୁରୁଷାର୍ଥ କରୁଛ। ସ୍ୱର୍ଗ ନର୍କ ଏହିଠାରେ ହିଁ ହୋଇଥାଏ। ସୂକ୍ଷ୍ମ ଲୋକରେ ଯେଉଁ ମନୋରଞ୍ଜନର କାର୍ଯ୍ୟ ଚାଲିଛି, ତାହା ସମୟ ବିତାଇବା ପାଇଁ ଅଟେ। କର୍ମାତୀତ ଅବସ୍ଥା ହେବା ପର୍ଯ୍ୟନ୍ତ ଟାଇମ୍ ପାସ୍ କରିବା ପାଇଁ ଏହା ଏକ ଖେଳ କସରତ ଅଟେ। କର୍ମାତୀତ ଅବସ୍ଥା ଆସିଯିବ, ବାସ୍, ମୁଁ ଆତ୍ମା ଏବେ 84 ଜନ୍ମ ପୂରା କରିଛି। ଏବେ ମୁଁ ଘରକୁ ଯାଉଛି। ଏକଥା ତୁମର ସ୍ମୃତିରେ ରହିବ। ପୁଣି ଆସି ଶତପ୍ରଧାନ ଦୁନିଆରେ ଶତପ୍ରଧାନ ଅଭିନୟ କରିବ। ଏହି ଜ୍ଞାନକୁ ବୁଦ୍ଧିରେ ଗ୍ରହଣ କଲେ ଚିତ୍ର ଆଦିର ଦରକାର ପଡ଼ିବ ନାହିଁ। ଯେପରି ବାରିଷ୍ଟର କେତେ ପାଠ ପଢ଼ିଥାନ୍ତି। ବାରିଷ୍ଟର ହୋଇଗଲେ ବହି ପାଠ ପଢ଼ିବା ସମାପ୍ତ ହୋଇଗଲା। ଫଳାଫଳ ବାହାରିଲା ଭବିଷ୍ୟତରେ ପ୍ରାପ୍ତି ପାଇଁ। ତୁମେ ମଧ୍ୟ ପାଠ ପଢ଼ି ସାରିଲେ ଯାଇ ରାଜତ୍ୱ କରିବ। ସେଠାରେ ଜ୍ଞାନର ଦରକାର ନାହିଁ। ଏହି ଚିତ୍ରରେ ମଧ୍ୟ ଭୁଲ ଠିକ୍ କ'ଣ ରହିଛି, ଏହା କେବଳ ତୁମର ବୁଦ୍ଧିରେ ଅଛି। ବାବା ବସି ବୁଝାଉଛନ୍ତି ଯେ ଲକ୍ଷ୍ମୀ ନାରାୟଣ କିଏ ଅଟନ୍ତି, ବିଷ୍ଣୁ କିଏ ଅଟନ୍ତି। ବିଷ୍ଣୁଙ୍କର ଚିତ୍ରକୁ ଦେଖି ମନୁଷ୍ୟ ସଂଶୟରେ ପଡ଼ିଯାଆନ୍ତି। କୌଣସି କଥାକୁ ନ ବୁଝି ପୂଜା କରିବା ମଧ୍ୟ ଯେଭଳି ବେକାର ହୋଇଥାଏ। କିଛି ବି ବୁଝନ୍ତି ନାହିଁ। ଯେପରି ବିଷ୍ଣୁଙ୍କୁ ଜାଣିନାହାନ୍ତି, ସେହିପରି ଲକ୍ଷ୍ମୀ ନାରାୟଣକୁ ମଧ୍ୟ ବୁଝିପାରୁନାହାନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କରକୁ ମଧ୍ୟ ବୁଝିପାରୁନାହାନ୍ତି। ବ୍ରହ୍ମା ତ ଏଠାରେ ଅଛନ୍ତି। ସେ ପବିତ୍ର ହୋଇ ଶରୀର ଛାଡ଼ି ଚାଲିଯିବେ। ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି। ଏଠିକାର କର୍ମବନ୍ଧନ ଦୁଃଖଦାୟୀ ଅଟେ। ଏବେ ବାବା କହୁଛନ୍ତି, ନିଜ ଘରକୁ ଚାଲ। ସେଠାରେ ଦୁଃଖର ଚିହ୍ନବର୍ଣ୍ଣ ରହିବ ନାହିଁ। ପ୍ରଥମେ ତୁମେ ନିଜ ଘରେ ଥିଲ, ପୁଣି ରାଜଧାନୀକୁ ଆସିଲ। ଏବେ ବାବା ପୁଣି ଆସିଛନ୍ତି ପବିତ୍ର କରିବା ପାଇଁ। ଏହି ସମୟରେ ମନୁଷ୍ୟମାନଙ୍କର ଖାଦ୍ୟ ପାନୀୟ ଆଦି କେତେ ଖରାପ। କ'ଣ କ'ଣ ଜିନିଷ ଖାଉଛନ୍ତି। ସେଠାରେ ଦେବତାମାନେ ଏଭଳି ଖରାପ ଜିନିଷ କିଛି ଖାଇବେ ନାହିଁ। ଭକ୍ତି ମାର୍ଗ ଦେଖ କିପରି ଅଟେ। ମନୁଷ୍ୟମାନଙ୍କୁ ମଧ୍ୟ ବଳି ଦିଆଯାଉଛି। ବାବା କହୁଛନ୍ତି,
ଏହିପରି ମଧ୍ୟ ଡ୍ରାମାରେ ରହିଛି। ପୁରୁଣା ଦୁନିଆରୁ ପୁଣି ନୂଆ ଦୁନିଆକୁ ନିଶ୍ଚିତ ହେବ। ଏବେ ତୁମେ ଜାଣୁଛ ଯେ ଆମେ ସତପ୍ରଧାନ ହେଉଛୁ। ଏହା ତ ବୁଦ୍ଧି ଦ୍ୱାରା ବୁଝିପାରୁଛ ନା? ଏଥିରେ ତ ଚିତ୍ର ନ ରହିଲେ ଆହୁରି ଭଲ। ନଚେତ ମନୁଷ୍ୟମାନେ ବହୁତ ପ୍ରଶ୍ନ ପଚାରିଥାନ୍ତି। ବାବା 84 ଜନ୍ମର ଚକ୍ର ବୁଝାଇଛନ୍ତି। ଆମେ ଏପରି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ହେଉଛୁ। ଏମିତି ଜନ୍ମ ନେଉଛୁ। ଏହାକୁ ବୁଦ୍ଧିରେ ରଖିବାକୁ ପଡ଼ିଥାଏ। ତୁମେ ପିଲାମାନେ ସୂକ୍ଷ୍ମ ଲୋକର ରହସ୍ୟକୁ ମଧ୍ୟ ବୁଝିପାରୁଛ। ଧ୍ୟାନରେ ସୂକ୍ଷ୍ମ ଲୋକକୁ ଯାଉଛ। ପରନ୍ତୁ ଏଥିରେ ନା ଯୋଗ ଅଛି ନା ଜ୍ଞାନ ଅଛି। ଏହା ତ କେବଳ ଏକ ପରମ୍ପରା ଅଟେ। ବୁଝାଯାଉଛି ଯେ କିପରି ଆତ୍ମାକୁ ଡାକୁଛନ୍ତି, ପୁଣି ଯେତେବେଳେ ଆସନ୍ତି ସେତେବେଳେ କାନ୍ଦିଥାନ୍ତି, ପଶ୍ଚାତାପ ହୋଇଥାଏ, କହିଥାନ୍ତି ମୁଁ ବାବାଙ୍କର କଥା ମାନିଲି ନାହିଁ। ଏସବୁ ପିଲାମାନଙ୍କୁ ବୁଝାଇବା ପାଇଁ ରଚନା କରାଯାଇଛି, ଯଦ୍ୱାରା ପୁରୁଷାର୍ଥ କରିବାରେ ଲାଗିପଡ଼ିବେ, ଭୁଲ କରିବେ ନାହିଁ। ସେଥିପାଇଁ ସର୍ବଦା ଏହା ଧ୍ୟାନରେ ରଖ ଯେ ଆମକୁ ନିଜର ସମୟକୁ ସଫଳ କରିବାର ଅଛି, ନଷ୍ଟ କରିବାର ନାହିଁ। ତେବେ ମାୟା ଅବହେଳା କରାଇ ପାରିବ ନାହିଁ। ବାବା ମଧ୍ୟ ବୁଝାଉଛନ୍ତି ଯେ ପିଲାମାନେ ସମୟ ନଷ୍ଟ କର ନାହିଁ। ଅନେକଙ୍କୁ ରାସ୍ତା ବତାଇବା ପାଇଁ ପୁରୁଷାର୍ଥ କର। ମହାଦାନୀ ହୁଅ। ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ। ଯିଏ ବି ଆସୁଛନ୍ତି ତାଙ୍କୁ ଏକଥା ବୁଝାଅ ଏବଂ 84 ଜନ୍ମର ଚକ୍ର ବତାଅ। ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି, ସଂକ୍ଷିପ୍ତରେ ସମ୍ପୂର୍ଣ୍ଣ ଚକ୍ରର ଜ୍ଞାନ ବୁଦ୍ଧିରେ ରହିବା ଦରକାର। ତୁମେମାନେ ଖୁସି ହେବା ଦରକାର ଯେ ଏବେ ଆମେ ଏହି ବିକାରଗ୍ରସ୍ତ ଦୁନିଆରୁ ମୁକ୍ତ ହେଉଛୁ। କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଏହିଠାରେ ହିଁ ସ୍ୱର୍ଗ ନର୍କ ରହିଛି। ଯାହାଙ୍କ ପାଖରେ ବହୁତ ଧନ ଅଛି ସେ ଭାବନ୍ତି ଯେ ମୁଁ ସ୍ୱର୍ଗରେ ଅଛି। ଭଲ କର୍ମ କରିଛି, ଏଣୁ ସୁଖ ମିଳିଛି। ଏବେ ତ ତୁମେ ବହୁତ ଭଲ କର୍ମ କରୁଛ, ଯାହାଦ୍ୱାରା 21 ଜନ୍ମ ପାଇଁ ତୁମେ ସୁଖ ପାଉଛ। ସେମାନେ ତ କେବଳ ଗୋଟିଏ ଜନ୍ମ ପାଇଁ ଭାବୁଛନ୍ତି ଯେ ଆମେ ସ୍ୱର୍ଗରେ ଅଛୁ। ବାବା କହୁଛନ୍ତି ତାହା ହେଲା ଅଳ୍ପ କାଳର ସୁଖ। ତୁମର ହେଲା 21 ଜନ୍ମର ସୁଖ। ସେଥିପାଇଁ ବାବା କହୁଛନ୍ତି ସମସ୍ତଙ୍କୁ ରାସ୍ତା ବତାଅ। ବାବାଙ୍କର ସ୍ମୃତିରେ ହିଁ ନିରୋଗୀ ହେବ ଏବଂ ସ୍ୱର୍ଗର ମାଲିକ ହେବ। ସ୍ୱର୍ଗରେ ହିଁ ରାଜାପଦ ଅଛି, ତାକୁ ମଧ୍ୟ ମନେ ପକାଅ। ରାଜାପଦ ଥିଲା, ଏବେ ନାହିଁ। ଭାରତର ହିଁ କଥା ଅଟେ। ବାକି ତ ହେଲା ଶାଖା ପ୍ରଶାଖା। ଅନ୍ତିମ ସମୟରେ ସମସ୍ତେ ଚାଲିଯିବେ। ପୁଣି ଆମେ ନୂଆ ଦୁନିଆକୁ ଆସିବା। ଏହାକୁ ବୁଝିବା ପାଇଁ ଚିତ୍ର ଆଦିର କ'ଣ ଦରକାର ଅଛି? କେବଳ ବୁଝିବା ପାଇଁ ବ୍ରହ୍ମଲୋକ ଏବଂ ସୂକ୍ଷ୍ମଲୋକ ଦେଖାଇଥାନ୍ତି। ବୁଝାଇ ଦିଆଯାଇଛି ଯେ ଏହା ତ ଭକ୍ତି ମାର୍ଗୀ ଆତ୍ମା ହିଁ ତିଆରି କରିଛନ୍ତି। ସେଥିପାଇଁ ଆମକୁ ମଧ୍ୟ ପୁଣି ଠିକ୍ କରି ଚିତ୍ର ତିଆରି କରିବାକୁ ପଡ଼ିବ। ନଚେତ କହିବେ ତୁମେ ତ ନାସ୍ତିକ ଅଟ, ତେଣୁ ଠିକ୍ କରି ଚିତ୍ର ତିଆରି କରିଛନ୍ତି। ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ। ବାସ୍ତବରେ ଏକଥା ମଧ୍ୟ ଡ୍ରାମାରେ ରହିଛି। ବାସ୍ତବରେ କେହି କିଛି କରୁନାହାନ୍ତି। ବିଜ୍ଞାନ ମଧ୍ୟ ନିଜ ବୁଦ୍ଧି ଅନୁସାରେ ଏହିସବୁ ତିଆରି କରୁଛି। କେତେ ବି କେହି କୁହନ୍ତୁ ଯେ ବୋମା ତିଆରି କର ନାହିଁ, ପରନ୍ତୁ ଯାହା ପାଖରେ ବହୁତ ଅଛି ସେ ଯଦି ସମୁଦ୍ରରେ ପକାଇଦେବ ତେବେ ଅନ୍ୟ କେହି ତିଆରି କରିବେ ନାହିଁ। ସେମାନେ ରଖିଛନ୍ତି, ଅର୍ଥାତ୍ ନିଶ୍ଚିତ ଅନ୍ୟମାନେ ମଧ୍ୟ ତିଆରି କରିବେ। ଏବେ ତୁମେମାନେ ଜାଣୁଛ ଯେ ସୃଷ୍ଟିର ବିନାଶ ତ ନିଶ୍ଚିତ ହେବ, ଲଢ଼େଇ ମଧ୍ୟ ନିଶ୍ଚିତ ଲାଗିବ। ବିନାଶ ହେବ, ପୁଣି ଥରେ ତୁମେ ନିଜର ରାଜ୍ୟ ନେବ। ଏବେ ବାବା କହୁଛନ୍ତି ପିଲାମାନେ ସମସ୍ତଙ୍କର କଲ୍ୟାଣକାରୀ ହୁଅ। ପିଲାମାନଙ୍କର ଶ୍ରେଷ୍ଠ ଭାଗ୍ୟ ତିଆରି କରିବା ପାଇଁ ବାବା ଶ୍ରୀମତ ଦେଉଛନ୍ତି ଯେ ମିଠା ମିଠା ସନ୍ତାନମାନେ ନିଜର ସବୁକିଛି ବାବାଙ୍କ ନାମରେ ସଫଳ କରିନିଅ। କାହାର ମାଟିରେ ଦବିଯିବ, କାହାର ରାଜା ଖାଇଯିବ। ବାବା ନିଜେ କହୁଛନ୍ତି ପିଲାମାନେ ଏଥିରେ ଖର୍ଚ୍ଚ କର। ଏହି ଆଧ୍ୟାତ୍ମିକ ହସ୍ପିଟାଲ
ବିଶ୍ୱବିଦ୍ୟାଳୟ ଖୋଲିଲେ ତ ଅନେକଙ୍କର କଲ୍ୟାଣ ହେବ। ବାବାଙ୍କ ନାମରେ ତୁମେମାନେ ଖର୍ଚ୍ଚ କଲେ ଏହା ବଦଳରେ ପୁଣି 21 ଜନ୍ମ ପାଇଁ ତୁମକୁ ପ୍ରାପ୍ତି ହୋଇଥାଏ। ଏହି ଦୁନିଆ ହିଁ ବିନାଶ ହୋଇଯିବ। ତେଣୁ ଧନୀ ବାବାଙ୍କ ନାମରେ ଯେତେ ହୋଇପାରିବ ସଫଳ କର। ଧନୀ ଶିବ ବାବା ଅଟନ୍ତି ନା? ଭକ୍ତି ମାର୍ଗରେ ମଧ୍ୟ ବାବାଙ୍କ ନାମରେ କରୁଥିଲେ, ଏବେ ତ ଡାଇରେକ୍ଟ କରୁଛ। ବାବାଙ୍କ ନାମରେ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଖୋଲି ଚାଲିଲେ ବହୁତଙ୍କର କଲ୍ୟାଣ ହୋଇଯିବ। 21 ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ପାଇବ, ନଚେତ ଏହି ଧନ ସମ୍ପତ୍ତି ଆଦି ସବୁ ବିନାଶ ହୋଇଯିବ। ଭକ୍ତି ମାର୍ଗରେ ବିନାଶ ହୋଇନଥାଏ, ଏବେ ତ ବିନାଶ ହେବ। ତୁମେ ଖର୍ଚ୍ଚ କର, ପୁଣି ତୁମକୁ ତା ବଦଳରେ ମିଳିବ। ବାବାଙ୍କ ନାମରେ ସମସ୍ତଙ୍କର କଲ୍ୟାଣ କଲେ ତ 21 ଜନ୍ମ ପାଇଁ ସମ୍ପତ୍ତି ମିଳିବ। ବାବା କେତେ ସୁନ୍ଦର ଭାବେ ବୁଝାଉଛନ୍ତି। କିନ୍ତୁ ଯାହାର ଭାଗ୍ୟରେ ଥିବ ସେ ଖର୍ଚ୍ଚ କରିବେ। ନିଜ ଘରଦ୍ୱାରର ଦାୟିତ୍ୱ ମଧ୍ୟ ନେବାକୁ ହେବ। ଏହାଙ୍କର ପାଠ ହିଁ ଏହିଭଳି ଥିଲା। ଏକଦମ ଜୋରରେ ନିଶା ଚଢ଼ିଗଲା। ବାବା ରାଜତ୍ୱ ଦେଉଛନ୍ତି, ପୁଣି ନିକୃଷ୍ଟ ସମ୍ପତ୍ତି କ'ଣ କରିବି? ତୁମେ ସବୁ ରାଜତ୍ୱ ନେବା ପାଇଁ ବସିଛ, ତେଣୁ ବାବାଙ୍କୁ ଅନୁସରଣ କର ନା। ଜାଣିଛ ଯେ ସେ କିପରି ସବୁ ଛାଡ଼ିଦେଲେ। ନିଶା ଚଢ଼ିଗଲା। ଓହୋ, ରାଜାପଦ ମିଳୁଛି। ମୋତେ ତ ଆଲ୍ଲା ଅର୍ଥାତ ଭଗବାନ ମିଳିଗଲେ, ତେଣୁ ତ ଭାଗିଦାରଙ୍କୁ ରାଜଥାଟ ଦେଇଦେଲେ। ରାଜା ଭଳି ରହୁଥିଲେ। କମ୍ ସମ୍ପତ୍ତି ନଥିଲା, ଲାଭଦାୟକ ଧନ୍ଦା ଥିଲା। ଏବେ ତୁମକୁ ରାଜାପଦ ମିଳୁଛି, ତେଣୁ ଅନେକଙ୍କର କଲ୍ୟାଣ କର। ପ୍ରାରମ୍ଭରେ ଭଟି ହୋଇଥିଲା, ପୁଣି କେହି ପକ୍କା ହୋଇ ତିଆରି ହେଲେ, କେହି କଞ୍ଚା ରହିଗଲେ। ସରକାର ନୋଟ ତିଆରି କରିଥାନ୍ତି, ପୁଣି ଠିକ୍ ହୋଇନଥିଲେ ନୋଟ ଜଳାଇ ଦେବାକୁ ପଡ଼ିଥାଏ। ପୂର୍ବେ ତ ଚାନ୍ଦିର ପଇସା ପ୍ରଚଳିତ ଥିଲା, ସୁନା ଏବଂ ଚାନ୍ଦି ବହୁତ ଥିଲା। ଏବେ ତ କ'ଣ ସବୁ ହୋଇଗଲା। କାହାର ରାଜା ଖାଇଯାଉଛନ୍ତି, କାହାର ଡାକୁ ଲୁଟି ନେଉଛି। ଡାକୁ ମଧ୍ୟ ଦେଖ କେତେ ଲୁଟୁଛନ୍ତି। ଦୁର୍ଭିକ୍ଷ ମଧ୍ୟ ହେବ। ଏହା ରାବଣ ରାଜ୍ୟ। ରାମ ରାଜ୍ୟ ସତ୍ୟ ଯୁଗକୁ କୁହାଯାଉଛି। ବାବା କହୁଛନ୍ତି ଯେ ତୁମକୁ ଏତେ ଉଚ୍ଚ କରିଥିଲି, ପୁଣି କାଙ୍ଗାଳ କିପରି ହେଲ? ଏବେ ତୁମ ପିଲାମାନଙ୍କୁ ଅସୀମ ଜ୍ଞାନ ମିଳୁଛି, ତେଣୁ ଖୁସି ହେବା ଦରକାର। ଦିନକୁ ଦିନ ଖୁସି ବଢ଼ି ବଢ଼ି ଯିବ। ଯେତେ ଯାତ୍ରାରେ ନିକଟବର୍ତ୍ତୀ ହେବ ସେତେ ଖୁସି ହେବ। ତୁମେମାନେ ଜାଣୁଛ ଯେ ଶାନ୍ତିଧାମ ସୁଖଧାମ ସମ୍ମୁଖରେ ଛିଡ଼ା ହୋଇଛି। ବୈକୁଣ୍ଠର ବୃକ୍ଷ ଦେଖାଯାଉଛି। ବାସ୍, ଏବେ ଯେପରି ପହଞ୍ଚିଲୁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ଏବଂ ସୁପ୍ରଭାତ। ଓମ୍ ଶାନ୍ତି ବାବା। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ନିଜର ସମୟକୁ ସଫଳ କରିବା ପାଇଁ ଧ୍ୟାନ ଦେବାକୁ ହେବ। ମାୟା କୌଣସି ଭୁଲ କରାଇ ନ ଦେଉ, ସେଥିପାଇଁ ମହାଦାନୀ ହୋଇ ଅନେକଙ୍କୁ ରାସ୍ତା ବତାଇବାରେ ବ୍ୟସ୍ତ ରହିବା ଉଚିତ। 2 ନମ୍ବର। ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଧନୀ ଅର୍ଥାତ ବାବାଙ୍କ ନାମରେ ସବୁକିଛି ସଫଳ କରିବା ସହିତ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଖୋଲିବାର ସେବା କରିବାକୁ ହେବ। ଆଜିର ବରଦାନ। ଉଚ୍ଚରୁ ଉଚ୍ଚ ପିତାଙ୍କୁ ପ୍ରତ୍ୟକ୍ଷ କରୁଥିବା ଶୁଭ ଏବଂ ଶ୍ରେଷ୍ଠ କର୍ମଧାରୀ ହୁଅ। ଉଚ୍ଚରୁ ଉଚ୍ଚ ପିତାଙ୍କୁ ପ୍ରତ୍ୟକ୍ଷ କରୁଥିବା ଶୁଭ ଏବଂ ଶ୍ରେଷ୍ଠ କର୍ମଧାରୀ ହୁଅ। ଡିଟେଲ୍ସ। ଯେପରି ରାଇଟ୍ ହ୍ୟାଣ୍ଡ ଅର୍ଥାତ ଡାହାଣ ହାତ ଦ୍ୱାରା ସର୍ବଦା ଶୁଭ ଏବଂ ଶ୍ରେଷ୍ଠ କର୍ମ କରାଯାଏ, ସେହିପରି ତୁମେ ରାଇଟ୍ ହ୍ୟାଣ୍ଡ ଅର୍ଥାତ ବିଶେଷ ସହଯୋଗୀ ପିଲାମାନେ ସର୍ବଦା ଶୁଭ ଏବଂ ଶ୍ରେଷ୍ଠ କର୍ମଧାରୀ ହୁଅ। ତୁମର ପ୍ରତ୍ୟେକ କର୍ମ ଉଚ୍ଚରୁ ଉଚ୍ଚ ପିତାଙ୍କୁ ପ୍ରତ୍ୟକ୍ଷ କରିବା ଭଳି ହେଉ। କାହିଁକି ନା କର୍ମ ହିଁ ସଂକଳ୍ପ ଏବଂ ବାଣୀକୁ ପ୍ରତ୍ୟକ୍ଷ ପ୍ରମାଣ ରୂପରେ ସ୍ପଷ୍ଟ କରିଥାଏ।
କର୍ମକୁ ହିଁ ସମସ୍ତେ ଦେଖିଥାନ୍ତି ଏବଂ କର୍ମ ଦ୍ୱାରା ହିଁ ଅନୁଭବ ହିଁ କରିଥାନ୍ତି। ସେଥିପାଇଁ ଚାହେଁ ନିଜର ଆତ୍ମିକ ଦୃଷ୍ଟି ଦ୍ୱାରା, ଚାହେଁ ନିଜର ଖୁସିବାସିଆ ଆତ୍ମ ଅଭିମାନୀ ଚେହେରା ଦ୍ୱାରା ନିଜର ପିତାଙ୍କୁ ପ୍ରତ୍ୟକ୍ଷ କର। ଏହା ମଧ୍ୟ କର୍ମ ହିଁ ଅଟେ। ଆଜିର ସ୍ଲୋଗାନ। ଆତ୍ମ ଅଭିମାନୀ ସ୍ଥିତିର ଅର୍ଥ ହେଲା ନୟନରେ ପବିତ୍ରତାର ଚମକ ଏବଂ ମୁଖମଣ୍ଡଳରେ ପବିତ୍ରତାର ସ୍ମିତ ହାସ୍ୟ ସର୍ବଦା ରହିଥିବ। ଆତ୍ମ ଅଭିମାନୀ ସ୍ଥିତିର ଅର୍ଥ ହେଲା ନୟନରେ ପବିତ୍ରତାର ଚମକ ଏବଂ ମୁଖମଣ୍ଡଳରେ ପବିତ୍ରତାର ସ୍ମିତ ହାସ୍ୟ ସର୍ବଦା ରହିଥିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେପରି ଆଜିକାଲି ସୌରଶକ୍ତିକୁ ଜମା କରି ଅନେକ କାର୍ଯ୍ୟ ସଫଳ କରୁଛନ୍ତି, ସେହିପରି ତୁମେମାନେ ଯଦି ନିଜର ସଂକଳ୍ପ ଶକ୍ତିକୁ ଜମା କରିବ, ତେବେ ଅନ୍ୟମାନଙ୍କ ଭିତରେ ମଧ୍ୟ ଶକ୍ତି ଭରିପାରିବ ତଥା ଅନେକ କାର୍ଯ୍ୟ ସଫଳ କରିପାରିବ। ଯେଉଁମାନେ ଦୁର୍ବଳ ଆତ୍ମା, ସେମାନଙ୍କୁ ବାଣୀ ସହିତ ନିଜର ଶ୍ରେଷ୍ଠ ସଂକଳ୍ପର ସୂକ୍ଷ୍ମ ଶକ୍ତି ଦ୍ୱାରା ଶକ୍ତିଶାଳୀ କରିଦେବା, ଏହା ହିଁ ବର୍ତ୍ତମାନ ସମୟର ଆବଶ୍ୟକତା। ଓମ୍ ଶାନ୍ତି।